ପରେ ମିଳୁନି କାର୍ଯ୍ୟଦେଶ। କାଉନସିଲର ଅଭିଯୋଗ କାମ ବନ୍ଦ କରୁଛନ୍ତି ବିଧାୟକ। କବିସୂର୍ଯ୍ୟନଗରବାସୀଙ୍କ ପ୍ରତି ବିଶ୍ୱାସଘାତ ଚରମ ସୀମାରେ ପହଞ୍ଚିଲାଣି। ସରକାର ବଦଳିବା ପରେ ବିକାଶର ଡିଣ୍ଡିମ ପିଟୁଥିବା ବିଜେପି ସରକାର କବିସୂର୍ଯ୍ୟନଗର ବିନାଶ ପାଇଁ ଏବେ ଅଣ୍ଟା ଭିଡ଼ିଛନ୍ତି। ପୁରା ସହର ସାରା ଭାଙ୍ଗିରୁଜି ପଡ଼ିଛି। ହେଲେ କାମ କରିବା ପରିବର୍ତ୍ତେ କାମ ବନ୍ଦ କରିବାକୁ କୁଆଡ଼େ ବିଧାୟକ ପ୍ରଶାସନକୁ ଚାପ ପକାଉଥିବା ନେଇ ଆଜି କାଉନସିଲ ଅଭିଯୋଗ କରିଛି। ଯଦି ଏ ପୂରା ଖବରକୁ ନଜର ପକାଇବା, ଆସନ୍ତୁ ଜାଣିବା କାହିଁକି କାମ ବନ୍ଦ ରହିଛି। କବିସୂର୍ଯ୍ୟନଗର ସହରରେ ବିଭିନ୍ନ ସାହିରେ ରାସ୍ତା, ଡ୍ରେନ୍, କଲଭର୍ଟ ନିର୍ମାଣ ପାଇଁ ଗତ 6 ଅକ୍ଟୋବର 2025 କାଉନସିଲ ବୈଠକ ନମ୍ବର 27 ସଭା ନମ୍ବର 3ରେ ପ୍ରସ୍ତାବ ଆଗତ ହୋଇ ନିର୍ଦ୍ଧାରଣ କରିବା ପରେ ମ୍ୟୁନିସିପାଲିଟି ଯନ୍ତ୍ରୀ ଏଷ୍ଟିମେଟ୍ କରିବା ପରେ 4 ନଭେମ୍ବର 2025ରେ କାଉନସିଲ ନିଷ୍ପତ୍ତି ନେଇଥିଲା। ତାପରେ 19 ମାର୍ଚ୍ଚ 2026ରେ ଅନଲାଇନ୍ ମାଧ୍ୟମରେ 48ଟି କାମର ଟେଣ୍ଡର ବିଜ୍ଞପ୍ତି କରାଯାଇଥିଲା। 19 ମାର୍ଚ୍ଚରୁ 28 ମାର୍ଚ୍ଚ ଯାଏଁ ଟେଣ୍ଡର ଆବେଦନ ତାରିଖ ଧାର୍ଯ୍ୟ ଥିଲା। ହେଲେ 12ଟି କାମ ସିଙ୍ଗଲ ଟେଣ୍ଡର ଥିବାବେଳେ 4ଟି କାମ ପାଇଁ କେହି ଆବେଦନ କରିଥିଲେ। ବଳକା 32ଟି କାମ ଟେଣ୍ଡର ପାଇବା ପରେ ଠିକାଦାରଙ୍କୁ କାର୍ଯ୍ୟଦେଶ ଦିଆଯାଉ ନାହିଁ। ଠିକାଦାରମାନେ ବାରମ୍ବାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଲେ ମଧ୍ୟ ନୀରବ ରହିବା ଘଟଣାକୁ ନେଇ ଅସନ୍ତୋଷ ଦେଖାଦେଲାଣି। ଯାହା କୁହାଯାଉଛି, ବିଧାୟକଙ୍କ ଚାପରେ ଜିଲ୍ଲା ପ୍ରଶାସନ କୁଆଡ଼େ ଟେଣ୍ଡର ବାତିଲ କରିବାକୁ ନିଷ୍ପତ୍ତି ନେଉଥିବା ଶୁଣାଯାଉଛି। କାମ କରିବା ପରିବର୍ତ୍ତେ କାମ ବନ୍ଦ କରିବା ଘଟଣାକୁ ନେଇ ବିଭିନ୍ନ ମହଲରୁ ନିନ୍ଦା କରାଗଲାଣି। ଏନେଇ କାଉନସିଲ ବଡି ଜିଲ୍ଲାପାଳ ଓ ପିଡିଙ୍କୁ ସାକ୍ଷାତ କରିବା ପରେ ଯଦିଓ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯାଏ, ଆଗାମୀ ଦିନରେ କବିସୂର୍ଯ୍ୟନଗର ମ୍ୟୁନିସିପାଲିଟିରେ ତାଲା ପଡ଼ିବ ବୋଲି ଚେତାବନୀ ଦିଆଯାଇଛି। ବ୍ୟୁରୋ ରିପୋର୍ଟ, ଭାଇରାଲ ନ୍ୟୁଜ। मनोरंजन महापात्र कविसूर्यनगर म्यूनिसिपालिटीर एक्स चेयरमैन, वर्तमान वार्ड नंबर 2 काउंसिलर। पौर परिषद गोटे ऑटोनोमस बॉडी, तार सहरवासी को मौलिक सुविधा दिया होची काउंसिलर कर्तव्य। एणु सहर विभिन्न रास्ता घाट सब नष्ट हो जालानी। ताकू आधार करी 6/10/2025 तारीख रे काउंसिल सभा नंबर 27 निर्धारण नंबर 3 रे विभिन्न वार्ड रास्ता घाट, नाल नर्दमा, कलभेट गुड़ी को निर्धारण करा जायतिला। से निर्धारण गुड़ी को कार्यालय कनिष्ठ जंत्री अटकल प्रस्तुत करी 4/11/2025 तारीख रे सभा नंबर 28 निर्धारण नंबर 3 रे काउंसिल तक मंजूर देथिला। तापरे कार्यनिर्वाही अधिकारी 19/3/2026 तारीख रे ताकू ऑनलाइन रे ई टेंडर माध्यम रे बाहर करथिले। 19/3 रु 28 पर्यंत टेंडर पकड़ा पाई समय दिया जाइथिला। 19 तारीख दिन सकाळ 10टा ठारू 29 तारीख 28 तारीख संध्या 5टा पर्यंत ऑनलाइन खोला थिला। से हिसाब से 48टी काम को टेंडर बाहर करा जाइथिला। कॉन्ट्रैक्टर माने टेंडर पकईथिले। 48टा काम 12टा काम सिंगल टेंडर ही दीजी और 4टा काम कौन सी कॉन्ट्रैक्टर पकई पारि नाहांती। आ 32टा काम वर्तमान सक्सेस होईची। से 32टा काम को कार्यालय द्वारा मध्य किए किए टेंडर पाई को काम पाई पब्लिश करछि कार्यालय। यारी भितर स्थानीय विधायक राजनैतिक एवं दलगत मनोभाव रखी से कार्यर वर्कर न देवाई कार्यनिर्वाही अधिकारी को प्रशासन को चाप पकाउछन्ति, जहाद्वारा प्रशासन अस्थिर अवस्था रही। ताकू कैंसिल करने पदक्षेप निया जाउछि बोली आमे शुणुछु। बड़ दुखर विषय। ये सहरवासी आशा भरोसा करी
ଯେଉଁ ତାଙ୍କର ଅମୂଲ୍ୟ ଭୋଟ ଦେଇଥିଲେ ବିଧାୟକଙ୍କୁ ଏବଂ ବହୁ ମାତ୍ରାରେ ସେ ଏ ଅଞ୍ଚଳର ଭୋଟ ପାଇଥିଲେ, ତାକୁ ବର୍ତ୍ତମାନ ସେ ତାଙ୍କର ମର୍ଯ୍ୟାଦା ରଖୁନାହାନ୍ତି, ଲୋକଙ୍କର ମର୍ଯ୍ୟାଦା ରଖୁନାହାନ୍ତି, ଯାହାଫଳରେ ଏବେ 2 ବର୍ଷ ହେଲା କିଛି କାମ ହେଇନି। ଏବଂ ଯେଉଁ ବିଧାୟକ ତାଙ୍କର ପ୍ରତିଶ୍ରୁତି ଦେଇଥିଲେ 2 ମାସ ଭିତରେ ସହରର ସବୁଆଡ଼େ ଫେଭର ରୋଡ଼ କରିଦେବି, ତାହା ମଧ୍ୟ ପାଣିର ଗାର ହେବାକୁ ଯାଉଛି। ବର୍ତ୍ତମାନ କାଉନସିଲର କାମ ଚିନ୍ତା କରୁଛୁ। ଆମେ ଜିଲ୍ଲା ପ୍ରଶାସନକୁ ମିଶିବୁ, ଆମର ଜିଲ୍ଲାର ଅଧିକାରୀ, PD, ପ୍ରକଳ୍ପ ନିର୍ଦ୍ଦେଶକ, ସହରାଞ୍ଚଳ ଉନ୍ନୟନ ସଂସ୍ଥାକୁ ମିଶିବୁ। ଯଦି ଆ ଉପରେ ପ୍ରଶାସନ କିଛି ସୁଚିନ୍ତିତ ପଦକ୍ଷେପ ନ ନେଇ ସେମାନେ ମଧ୍ୟ ଯଦି ଦଳଗତ ମନୋଭାବ ରଖିକରି ଆମକୁ ଏ ସହରର ବିକାଶରେ ବାଧା ସୃଷ୍ଟି କରନ୍ତି, ତାହେଲେ ଆମେ କାଉନସିଲ ବଡ଼ି NSC କାର୍ଯ୍ୟାଳୟ ଧାରଣା ଦେବୁ, ଅଫିସ୍ ଚାଇ ପକାଇବୁ ଏବଂ ଜନମତ ସୃଷ୍ଟି କରିକିରି ରାସ୍ତା ରୋକ କରିବା ପାଇଁ, ଆନ୍ଦୋଳନ କରିବା ପାଇଁ ଆମେ ସ୍ଥିର କରୁଛୁ।